ରାସନ କାର୍ଡ ଧାରୀଙ୍କ ପାଇଁ ବଡ଼ ଖବର। ଏମାନଙ୍କୁ ମିଳିବନି ମାଗଣା ଚାଉଳ ଆଉ ଗହମ। ଘରେ ବସି ତୁରନ୍ତ ସାରି ଦିଅନ୍ତୁ ଏହି କାମ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆସନ୍ତୁ ଜାଣିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ ଏମିତି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସବୁବେଳେ ପାଇବା ପାଇଁ। ଯଦି ଆପଣଙ୍କର ରାସନ କାର୍ଡ ଅଛି ତେବେ 28 ଫେବୃଆରୀ 2026 ଶେଷ ତାରିଖ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ସରକାର ସ୍ପଷ୍ଟ କରିଛନ୍ତି ଯେ ରାସନ କାର୍ଡ ଇକେୱାଇସି ଏବଂ ଆଧାର ଲିଙ୍କିଂ ବାଧ୍ୟତାମୂଳକ ଅଟେ। ଯଦି ଏହି କାମ ଠିକ୍ ସମୟରେ ନ କରାଯାଏ ତେବେ ଆପଣଙ୍କୁ ଆଉ ମିଳିବନି ମାଗଣା ରାସନ। ଏହାର ଅର୍ଥ ହେଉଛି ଯଦି ଆପଣ 28 ଫେବୃଆରୀ ସୁଦ୍ଧା ଆପଣଙ୍କର ଇକେୱାଇସି ପୂରଣ ନ କରନ୍ତି ତେବେ 28 ଫେବୃଆରୀ ପରେ ଆପଣଙ୍କ ସରକାର ଠାରୁ ମାଗଣା ରାସନ ପାଇବେ ନାହିଁ। ରାସନ କାର୍ଡକୁ ଆଧାର ସହିତ କିପରି ଲିଙ୍କ କରିବେ ତାହା ଆସନ୍ତୁ ଜାଣିବା। ଆପଣଙ୍କ ରାସନ କାର୍ଡକୁ ଆଧାର କାର୍ଡ ସହିତ ଲିଙ୍କ କରିବାର ଦୁଇଟି ଉପାୟ ଅଛି। ଗୋଟିଏ ଅନଲାଇନ୍ ଏବଂ ଅନ୍ୟଟି ଅଫଲାଇନ୍ ଅଟେ। ଆସନ୍ତୁ ଉଭୟ ବିଷୟରେ ଜାଣିବା। ଘରୁ ଅନଲାଇନ୍ରେ ଅପଡେଟ୍ କରିପାରିବେ। ଆପଣଙ୍କର ରାଜ୍ୟର ଖାଦ୍ୟ ଏବଂ ନାଗରିକ ଯୋଗାଣ ବିଭାଗର ଯଥା ପିଡିଏସ୍ ପୋର୍ଟାଲ ଅଫିସିଆଲ ୱେବସାଇଟ୍କୁ ପରିଦର୍ଶନ କରନ୍ତୁ। ଲିଙ୍କ ଆଧାର ୱିଥ୍ ରାସନ କାର୍ଡ ଅପଡେଟ୍ କିମ୍ବା ଇକେୱାଇସି ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ରାସନ କାର୍ଡ ନମ୍ବର ଏବଂ ଆଧାର ନମ୍ବର ଲେଖନ୍ତୁ। ଆପଣଙ୍କର ଆଧାର ଲିଙ୍କ ହୋଇଥିବା ମୋବାଇଲ ନମ୍ବରକୁ ଏକ ଓଟିପି ପଠାଯିବ। ଏହି ଓଟିପିକୁ ବକ୍ସରେ ଭରନ୍ତୁ। ପ୍ରକ୍ରିୟା ସମାପ୍ତ ହେବା ପରେ ଆପଣ ସକ୍ସେସ୍ ମେସେଜ ପାଇବେ। ଏବେ ଆସନ୍ତୁ ଜାଣିବା ଅଫଲାଇନ୍ ପ୍ରକ୍ରିୟା କ'ଣ ରହିଛି। ଆପଣଙ୍କର ନିକଟସ୍ଥ ରାସନ ଦୋକାନ ଯଥା ପିଡିଏସ୍ ଦୋକାନ ପରିଦର୍ଶନ କରନ୍ତୁ। ଆପଣଙ୍କର ରାସନ କାର୍ଡ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡର ଫଟୋକପି ଆଣନ୍ତୁ। ଡିଲର ଆପଣଙ୍କର ବାୟୋମେଟ୍ରିକ୍ସ ମେସିନରେ ନେବେ। ଆପଣଙ୍କର କେୱାଇସି ଇପିଓଏସ୍ ମେସିନ ମାଧ୍ୟମରେ ତୁରନ୍ତ ଅପଡେଟ୍ ହୋଇଯିବ। ଯଦି ଆପଣ ଆପଣଙ୍କର ରାସନ ଲିଙ୍କ ନ କରନ୍ତି ତେବେ କ'ଣ ହେବ? ଫେବୃଆରୀ 28 ପରେ କେୱାଇସି ବିନା କାର୍ଡଗୁଡ଼ିକ ଇନ୍ଆକ୍ଟିଭେଟ୍ ହୋଇଯିବ, ଯାହାଦ୍ୱାରା ଆପଣ ଗହମ, ଚାଉଳ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ପାଇପାରିବେ ନାହିଁ। ନାମ ବାଦ୍ ଦିଆଯାଇପାରେ। ଯେଉଁ ପରିବାରର ସଦସ୍ୟଙ୍କ ଆଧାର ଲିଙ୍କ ହୋଇନାହିଁ ତାଙ୍କ ନାମ ରାସନ କାର୍ଡରୁ ବାଦ୍ ଦିଆଯିବ। ସରକାରୀ ଯୋଜନାରୁ ବଞ୍ଚିତ ହେବା ସମ୍ଭବ। ରାସନ କାର୍ଡକୁ କେବଳ ଖାଦ୍ୟ ଶସ୍ୟ ପାଇଁ ନୁହେଁ ବରଂ ଅନେକ ଅନ୍ୟାନ୍ୟ ସରକାରୀ ଯୋଜନା ଯେପରିକି ଆୟୁଷ୍ମାନ ଭାରତ ପାଇଁ ମଧ୍ୟ ଆଧାର ଭାବରେ ବ୍ୟବହାର କରାଯାଏ, ଯାହା ପ୍ରଭାବିତ ହୋଇପାରେ। ଲିଙ୍କ କରିବାର ଲାଭ କ'ଣ ରହିବ ଆସନ୍ତୁ ଜାଣିବା। ୱାନ୍ ନେସନ୍ ୱାନ୍ ରାସନ ଲିଙ୍କ ହେବା ପରେ ଆପଣ ଦେଶର ଯେକୌଣସି ରାଜ୍ୟର ଯେକୌଣସି ରାସନ ଦୋକାନରୁ ଆପଣଙ୍କର ଖାଦ୍ୟଶସ୍ୟ ପାଇପାରିବେ। ଏହା ନକଲି ରାସନ କାର୍ଡ ଏବଂ ଭୂତ ହିତାଧିକାରୀ ଯଥା ଯେଉଁମାନେ ଯୋଗ୍ୟ ନୁହନ୍ତି କିମ୍ବା ଅସ୍ତିତ୍ୱରେ ନାହାନ୍ତି ତାଙ୍କୁ ରାସନ ନେବାରୁ ଏହା ଦୂର କରିବ। ଏହାଦ୍ୱାରା ପ୍ରକୃତ ଗରିବ ଲୋକମାନେ ସେମାନଙ୍କର ପ୍ରାପ୍ୟ ପାଇବେ ବୋଲି ସୁନିଶ୍ଚିତ ହେବ। ଆପଣଙ୍କର କେୱାଇସି ଅପଡେଟ୍ ହେବା ପରେ ଆପଣଙ୍କୁ ବାରମ୍ବାର ରାସନ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି। ଏବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ।